ଏହା ହେଉଛି ଏକ ଜଙ୍ଗଲର କାହାଣୀ। ଏଠାରେ ଗଛ ଉପରେ ଥିଲା ଏକ ମଜାକିଆ ମାଙ୍କଡ଼ ଓ ଗଛ ତଳେ ନଦୀ ମଧ୍ୟରେ ଥିଲା ଏକ ଚୁପଚାପ କିନ୍ତୁ ଚାଲାକ କୁମ୍ଭୀର। ମାଙ୍କଡ଼ ଗଛ ଉପରକୁ ଝୁଲି ଗାଉଛି। ଆହା, ଏଇ ଫଳ ଏତେ ମିଠା, ଦିନେ ଦିନେ ଖାଉଛି ମୋ ଶରୀର ଭଲ ରହୁଛି। କୁମ୍ଭୀର ତଳେ ଆସି ଦେଖିଲା ମାଙ୍କଡ଼ ଜାମୁକୋଳି ଖାଉଛି। କୁମ୍ଭୀର କହିଲା, ମାଙ୍କଡ଼ ଭାଇ, ତୁମେ ଯେଉଁ ଫଳ ଖାଉଛ ତାହା ଦେଖି ମୋ ଝିଅ ମୁହଁରେ ପାଣି ଆସି ଯାଉଛି। ଦୟାକରି ମୋ ପାଇଁ ମଧ୍ୟ ଗୋଟିଏ ଛାଡ଼ି ଦିଅ। ମାଙ୍କଡ଼ କହିଲା, ଆରେ ଏ ନିଅ ଭାଇ, ଖାଅ, ଏଉଁ ଫଳ ମିଠା ଅଛି। ଫଳ ଛାଡ଼ିଦିଏ କୁମ୍ଭୀର ନେଇ ତା ଝିଅକୁ ଖାଇବାକୁ ଦିଏ। ଏମିତି ବହୁତ ଦିନ ବିତିଗଲା। କୁମ୍ଭୀର ଓ ତାର ଝିଅ ସହ କଥାବାର୍ତ୍ତା ହେଲେ। କୁମ୍ଭୀର ଝିଅ କହିଲା, ବାପା, ମାଙ୍କଡ଼ ତ ଦିନେ ଦିନେ ଏଇ ମିଠା ଫଳ ଖାଉଛି। ତାର ହୃଦୟ କେତେ ମିଠା ନଥିବ। ମୋତେ ତାର ହୃଦୟ ଖାଇବାକୁ ମୋ ଇଚ୍ଛା ହୁଏ। କୁମ୍ଭୀର କହିଲା, ହଁ, ତୁ ଠିକ୍ କହୁଛୁ। ମୁଁ ତାଙ୍କୁ ଫସେଇ ଏବଂ ହୃଦୟ ନେଇ ଆସିବି। କୁମ୍ଭୀର ନଦୀ ପାଖରେ ଆସି କହିଲା, ମାଙ୍କଡ଼ ଭାଇ, ଆଜି ତୁମକୁ ମୋ ଘରେ ନେବାକୁ ମନ ହେଉଛି। ମୋ ଝିଅ ତୁମ ପାଇଁ ମିଠା ଖାଦ୍ୟ ତିଆରି କରିଛି। ମାଙ୍କଡ଼ କହିଲା, ହଉ ଠିକ୍ ଅଛି, କିନ୍ତୁ ମୁଁ କେଉଁଠୁ ଯିବି? କୁମ୍ଭୀର କହିଲା, ଆରେ ମୋ ପିଠି ଉପରକୁ ଚାଲିଯା ନା, ମୋ ପିଠିରେ ବସାଇକି ନେଇଯିବି ତୋତେ। ଏମିତି କଥାବାର୍ତ୍ତା ହୋଇ ଚାଲିଗଲେ। ନଦୀର ମଝିରେ ଯାଇ କହିଲା, ଆରେ ସାଙ୍ଗ ମଜିଆ, ତୋର ହୃଦୟ ଖାଇବାକୁ ଇଚ୍ଛା କରିଛି। ମାଙ୍କଡ଼ ମନେ ମନେ ବୁଦ୍ଧି ଭାବିଲା, ହଁ ଆଚ୍ଛା, ମୁଁ ଯିବି ଯେ, କିନ୍ତୁ ମୋ ହୃଦୟ ତ ଗଛ ଉପରେ ରହିଗଲା। ମୋତେ ଗଛକୁ ଫେରାଇ ଦିଅ, ମୁଁ ତାହା ନେଇ ଆସିବି। କୁମ୍ଭୀର କହିଲା, ହଁ ଠିକ୍ ଅଛି। ମାଙ୍କଡ଼ ଫେରି ଯାଇ ଗଛ ଉପରକୁ ଚଢ଼ିଯାଇ କହିଲା, ଆରେ ଧୋକାବାଜ କୁମ୍ଭୀର, ହୃଦୟ କେବେ ଗଛ ଉପରେ ରହିପାରେ? ମୁଁ ତୁମ ଚାଲାକ ଧରିପାରିଲି। ଏମିତିରେ କୁମ୍ଭୀର ଲଜ୍ଜିତ ହୋଇ ଦୁଃଖରେ ଘରକୁ ଫେରିଗଲା। ଏହି ଗପ ଆମକୁ ଏହି ଶିକ୍ଷା ଦେଲା କି ଚତୁର ମଣିଷ ବିପଦ ମଧ୍ୟ ନିଜ ମୁଣ୍ଡ ଥଣ୍ଡା ରଖି ସମାଧାନ କରିପାରେ। ଧୋକା ଦେବା କି କରିବା ଉଚିତ ନୁହେଁ।